ପାଖାପାଖି 600 ବର୍ଷ ଏତେ ଲମ୍ବା ସମୟ ଧରି ଗୋଟିଏ ରାଜବଂଶ କେମିତି ଭାରତର ଇତିହାସକୁ ଗଢ଼ିପାରେ। ସେମାନେ କେବଳ ଉତ୍ତର ଆଉ ଦକ୍ଷିଣ ଭାରତକୁ ଯୋଡ଼ୁନଥିଲେ, ବରଂ ଡେକାନରେ ସାମ୍ରାଜ୍ୟ ତିଆରି କରୁଥିଲେ। ଆଜି ଆମେ ସେହି ଚାଲୁକ୍ୟ ରାଜବଂଶର କାହାଣୀ ଭିତରକୁ ଯିବା। ହେଲେ ପ୍ରଶ୍ନ ହେଉଛି, ଗୋଟେ ସୁବର୍ଣ୍ଣ ଯୁଗ ଏମିତି କ'ଣ ଆକାଶରୁ ଖସିପଡ଼େ? କେମିତି ଗଢ଼ାଯାଏ ଏହାକୁ? କ'ଣ ସେ ଜିନିଷ ଯାହା ଗୋଟେ ସାମ୍ରାଜ୍ୟକୁ ଏତେ ମହାନ କରିଦିଏ? ଆଉ ଜାଣନ୍ତେ, ପାଖାପାଖି 600 ବର୍ଷ ଧରି ଗୋଟିଏ ରାଜବଂଶ ଏଇ ପ୍ରଶ୍ନର ଉତ୍ତର ନିଜ କାମରେ ଦେଇ ଚାଲିଥିଲା, ଆଉ ସେମାନେ ଥିଲେ ଚାଲୁକ୍ୟ। ଆଚ୍ଛା, ତେବେ ଆସନ୍ତୁ କାହାଣୀର ଆରମ୍ଭରୁ ହିଁ ଆରମ୍ଭ କରିବା। ଦେଖିବା କେମିତି କିଛି ସ୍ଥାନୀୟ ସାମନ୍ତଙ୍କଠାରୁ ଗୋଟେ ଏତେ ବଡ଼ ସାମ୍ରାଜ୍ୟ ଠିଆ ହେଲା। କଥାଟା ଷଷ୍ଠ ଶତାବ୍ଦୀର। ପୁଲକେଶିନ ପ୍ରଥମ ନାଁରେ ଜଣେ ସାମନ୍ତ ଥିଲେ। ସେ କ'ଣ କଲେ ନା ବାତାପି ଦୁର୍ଗକୁ କବ୍ଜା କରିନେଲେ। ଆଉ ଏଇଟା କିଛି ସାଧାରଣ ଦୁର୍ଗ ନଥିଲା। ପାହାଡ଼ ଘାଟିର ଠିକ୍ ମୁହଁରେ, ମାନେ ସାମରିକ ଦୃଷ୍ଟିରୁ ଏକଦମ ଜବରଦସ୍ତ ଜାଗା। ବସ୍ ସେଇଠୁ ହିଁ ଆରମ୍ଭ ହେଲା ସେମାନଙ୍କର ରାଜଧାନୀ, ଯାହାକୁ ଆଜି ଆମେ ବାଦାମୀ ବୋଲି ଜାଣୁ। କିନ୍ତୁ କ'ଣ ଲାଗୁଛି, ଖାଲି ଗୋଟେ ଦୁର୍ଗ ଦଖଲ କରିଦେଲେ କାମ ସରିଗଲା? ନା, ପୁଲକେଶିନ ପ୍ରଥମ ସେତିକିରେ ଅଟକି ନଥିଲେ। ସେ ସିଧା ସିଧା ଅଶ୍ୱମେଧ ଯଜ୍ଞ କଲେ। ମାନେ ପୁରା ଦୁନିଆକୁ ଜଣେଇଦେଲେ ଯେ ସେ ଏବେ ଜଣେ ସାର୍ବଭୌମ ରାଜା। କଦମ୍ବ ରାଜ୍ୟର ଅଧୀନତାରୁ ନିଜକୁ ମୁକ୍ତ କଲେ, ଆଉ ଡେକାନରେ ଗୋଟେ ନୂଆ ସାମ୍ରାଜ୍ୟର ମୂଳଦୁଆ ପକେଇଲେ। ହେଲେ ଚାଲୁକ୍ୟଙ୍କ କାହାଣୀଟା ଏତେ ସିଧାସଳଖ ନୁହେଁ। ଏଥିରେ ଗୋଟେ ଟ୍ୱିଷ୍ଟ ଅଛି। ଏହାକୁ ଆମେ ତିନୋଟି ଅଲଗା ଅଲଗା କିନ୍ତୁ ପରସ୍ପର ସହ ଯୋଡ଼ି ହୋଇଥିବା ଶାଖାରେ ଦେଖିପାରିବା। ଦେଖନ୍ତୁ, ମୁଖ୍ୟତଃ ତିନୋଟି ଶାଖା। ପ୍ରଥମେ ବାଦାମୀର ଚାଲୁକ୍ୟ। ସେମାନେ ହିଁ ବେସର ସ୍ଥାପତ୍ୟଶୈଳୀର ଜନକ। ତାପରେ ଆସିଲେ ପୂର୍ବ ଚାଲୁକ୍ୟ, ଯେଉଁମାନେ ଭେଙ୍ଗିର ଶାସନ କରୁଥିଲେ ଆଉ ତେଲୁଗୁ ସାହିତ୍ୟକୁ ବହୁତ ଆଗକୁ ନେଇଥିଲେ। ଆଉ ଶେଷରେ କଲ୍ୟାଣୀର ପଶ୍ଚିମ ଚାଲୁକ୍ୟ। ସେମାନଙ୍କ ସମୟରେ ତ କନ୍ନଡ଼ ସାହିତ୍ୟର ସୁବର୍ଣ୍ଣ ଯୁଗ ଆସିଲା ବୋଲି କୁହାଯାଏ। ଆଚ୍ଛା, ତେବେ ଏବେ ଆସନ୍ତୁ ସେହି ସମୟକୁ ଯିବା ଯେତେବେଳେ ଚାଲୁକ୍ୟ ସାମ୍ରାଜ୍ୟ ନିଜ ଶକ୍ତିର ଚରମ ସୀମାରେ ପହଞ୍ଚିଥିଲା, ମାନେ ସେମାନଙ୍କର ଗୋଲ୍ଡେନ୍ ଏଜ୍। ଚିନ୍ତା କରନ୍ତୁ, ଉତ୍ତର ଭାରତରେ ଜଣେ ସମ୍ରାଟ ଥିଲେ ଯାହାଙ୍କୁ କେହି ହରେଇ ପାରୁନଥିଲେ, ସମ୍ରାଟ ହର୍ଷବର୍ଦ୍ଧନ। ସେ ନିଜର ବିଶାଳ ସେନା ଧରି ଦକ୍ଷିଣ ଆଡ଼କୁ ମାଡ଼ି ଆସୁଥିଲେ। ଲକ୍ଷ୍ୟ ଥିଲା ପୁରା ଡେକାନକୁ ଜିତିବା। କିନ୍ତୁ ନର୍ମଦା ନଦୀ କୂଳରେ ତାଙ୍କ ବାଟ ଓଗାଳିଲେ ଚାଲୁକ୍ୟ ସମ୍ରାଟ ପୁଲକେଶିନ ଦ୍ୱିତୀୟ। ଆଉ ଯେଉଁ ଯୁଦ୍ଧ ହେଲା, ସେଥିରେ ହର୍ଷବର୍ଦ୍ଧନଙ୍କୁ ଏକ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଲା। ବାସ୍ ସେହି ଦିନଠୁ ନର୍ମଦା ନଦୀଟା ଦୁଇଟା ବିଶାଳ ସାମ୍ରାଜ୍ୟ ଭିତରେ ଗୋଟେ ପକ୍କା ବର୍ଡର ହେଇଗଲା। ଏହି ଜିତ୍ଟା କେତେ ବଡ଼ ଥିଲା ତାହା ଐହୋଲ ଶିଳାଲେଖରେ ବହୁତ ମଜାଦାର ଢଙ୍ଗରେ ଲେଖାଯାଇଛି। ସେଥିରେ ଲେଖାଅଛି, ହର୍ଷଙ୍କର ହର୍ଷ, ମାନେ ତାଙ୍କର ଆନନ୍ଦ ପାଣି ପରି ମିଳେଇଗଲା। ଏହି ବିରାଟ ବିଜୟ ପରେ ପୁଲକେଶିନ ଦ୍ୱିତୀୟ ନିଜକୁ ପରମେଶ୍ୱର ବା ସର୍ବୋଚ୍ଚ ପ୍ରଭୁ ଉପାଧିରେ ଭୂଷିତ କଲେ। କେବଳ ଯୁଦ୍ଧରେ ନୁହେଁ, ଚାଲୁକ୍ୟଙ୍କ ଶକ୍ତି ଆହୁରି ଅନେକ କ୍ଷେତ୍ରରେ ଥିଲା, ଯେମିତିକି ବ୍ୟବସାୟ। ଆପଣ ଐନୁର୍ବର ବିଷୟରେ ଶୁଣିଛନ୍ତି କି? ଏହା ଗୋଟେ ବ୍ୟବସାୟୀ ସଂଘ ଥିଲା, କିନ୍ତୁ ଏହାକୁ ଆଜିକାଲିର ମଲ୍ଟିନ୍ୟାସନାଲ କର୍ପୋରେସନ ବା MNC ସହିତ ତୁଳନା କରାଯାଇପାରେ। ଭାବନ୍ତୁ, ଲୋହିତ ସାଗରରୁ ନେଇ ସାଉଥ୍ ଇଷ୍ଟ ଏସିଆ ପର୍ଯ୍ୟନ୍ତ ମସଲା, କପଡ଼ା, ରତ୍ନ ସବୁ ବ୍ୟବସାୟରେ ଏମାନଙ୍କର ଦବଦବା ଥିଲା। ଏମାନେ ଏତେ ଶକ୍ତିଶାଳୀ ଥିଲେ ଯେ ତାଙ୍କର ନିଜର ପ୍ରାଇଭେଟ୍ ଆର୍ମି ଥିଲା, ଯାହା ତାଙ୍କ କାରାଭାନ ବା ବଣିକ ଦଳକୁ ସୁରକ୍ଷା ଦେଉଥିଲା। ଏତିକି ନୁହେଁ, ସେମାନେ ମନ୍ଦିର, ଜଳସେଚନ ପ୍ରକଳ୍ପରେ ପଇସା ଲଗାଉଥିଲେ। ଏକ ପ୍ରକାର କହିବାକୁ ଗଲେ ସେମାନେ ଥିଲେ ରାଜ୍ୟ ଭିତରେ ଆଉ ଏକ ରାଜ୍ୟ। ଆଉ ତାଙ୍କ ବ୍ୟବସାୟ ବର୍ମା, ସୁମାତ୍ରା ପର୍ଯ୍ୟନ୍ତ ଲମ୍ବିଥିଲା। ତେବେ ଯୁଦ୍ଧ ଆଉ ବ୍ୟବସାୟକୁ ଛାଡ଼ିଦେଲେ ଚାଲୁକ୍ୟ ଶକ୍ତିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟ ଥିଲା। ଆଉ ସେମାନେ ଥିଲେ ସେହି ସମୟର କିଛି ଅସାଧାରଣ ମହିଳା। ଏହାର ସବୁଠୁ ବଡ଼ ଉଦାହରଣ ହେଉଛନ୍ତି ଅକ୍କାଦେବୀ। ସେ କେବଳ କିଶୁକାଡ଼ୁ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦେଶର ଗଭର୍ଣ୍ଣର ନଥିଲେ, ସେ ଜଣେ ଯୋଦ୍ଧା ଥିଲେ। ଶିଳାଲେଖରେ ଲେଖାଅଛି, ସେ ଯୁଦ୍ଧରେ ଭୈରବୀଙ୍କ ପରି ସାହସୀ ଥିଲେ। କଳ୍ପନା କରନ୍ତୁ, ସେ ନିଜେ ଗୋଟେ ବିଦ୍ରୋହୀ ଦୁର୍ଗକୁ ଘେରାଉ କରିବାର ନେତୃତ୍ୱ ନେଇଥିଲେ, ଆଉ ଏହା ସହିତ ସେ ଶିକ୍ଷାର ଜଣେ ବହୁତ ବଡ଼ ସମର୍ଥକ ମଧ୍ୟ ଥିଲେ। ଏବେ ଆସନ୍ତୁ ସେହି ଜିନିଷ ଉପରେ କଥା ହେବା ଯାହା ପାଇଁ ଚାଲୁକ୍ୟମାନେ ଆଜି ବି ଅମର ହୋଇ ରହିଛନ୍ତି। ଆଉ ତାହା ହେଉଛି ସେମାନଙ୍କର ସ୍ଥାପତ୍ୟ କଳାରେ ଆଣିଥିବା ବିପ୍ଳବ। ସେମାନେ ଗୋଟେ ନୂଆ ଷ୍ଟାଇଲ ତିଆରି କଲେ, ଯାହାର ନାଁ ହେଉଛି ବେସର ଶୈଳୀ। ଏଇଟା କ'ଣ ଥିଲା?
ଏହା ଉତ୍ତର ଭାରତର ନାଗର ଷ୍ଟାଇଲ ଆଉ ଦକ୍ଷିଣ ଭାରତର ଦ୍ରାବିଡ଼ ଷ୍ଟାଇଲର ଏକ ଜବରଦସ୍ତ ମିଶ୍ରଣ ଥିଲା। ସତ କହିବାକୁ ଗଲେ ତାଙ୍କର ରାଜ୍ୟ ଗୋଟିଏ ଆର୍କିଟେକ୍ଚରାଲ ଲାବୋରେଟୋରୀ ବା ସ୍ଥାପତ୍ୟ ପ୍ରୟୋଗଶାଳା ପାଲଟି ଯାଇଥିଲା। ଏହି ବିକାଶର ଯାତ୍ରାକୁ ଆମେ 4ଟି ଷ୍ଟେପ୍ରେ ବୁଝିପାରିବା। ଷ୍ଟେପ୍ 1 ଗୁମ୍ଫା। ବାଦାମୀରେ ସିଧା ପାହାଡ଼ କାଟି ବିଶାଳ ମନ୍ଦିର ତିଆରି ହେଲା। ଷ୍ଟେପ୍ 2 ଲ୍ୟାବ୍ ବା ପ୍ରୟୋଗଶାଳା। ଅଇହୋଲରେ ଭିନ୍ନ ଭିନ୍ନ ଡିଜାଇନ୍ ଆଉ ଷ୍ଟାଇଲ୍ ଉପରେ ଏକ୍ସପେରିମେଣ୍ଟ କରାଗଲା। ଷ୍ଟେପ୍ 3 ସମନ୍ୱୟ। ପଟ୍ଟଡକାଲରେ ଉତ୍ତର ଆଉ ଦକ୍ଷିଣ ଦୁଇଟି ଯାକ ଷ୍ଟାଇଲ୍କୁ ମିଶାଇ ଦିଆଗଲା। ଆଉ ଶେଷରେ ଷ୍ଟେପ୍ 4 ସୂକ୍ଷ୍ମ କାରୁକାର୍ଯ୍ୟ। ପରବର୍ତ୍ତୀ କଲ୍ୟାଣୀ ସମୟରେ ଏମିତି ସୂକ୍ଷ୍ମ କାରୁକାର୍ଯ୍ୟ କରାଗଲା ଯେମିତି ଲାଗିବ ପଥର ନୁହେଁ ଗହଣା ତିଆରି ହୋଇଛି। ଆଉ ଜାଣନ୍ତି, ଏହି ପରିବର୍ତ୍ତନ ପଛରେ ଗୋଟେ ବଡ଼ କାରଣ ଥିଲା ବ୍ୟବହାର ହେଉଥିବା ପଥର। ଆରମ୍ଭରେ ସେମାନେ ବାଲି ପଥର ବ୍ୟବହାର କରୁଥିଲେ, ଯାହା ବହୁତ କଠିନ ଆଉ ବଡ଼ ବଡ଼ ମୂର୍ତ୍ତି ପାଇଁ ଭଲ ଥିଲା। କିନ୍ତୁ ପରେ ସେମାନେ ସୋପଷ୍ଟୋନ୍ ବା ସାବୁନ ପଥର ବ୍ୟବହାର କଲେ, ଯାହା ଟିକେ ନରମ ଥିଲା। ଆଉ ଏହି ନରମ ପଥର ଯୋଗୁଁ ହିଁ ସେମାନେ ସେହି ଅବିଶ୍ୱସନୀୟ ଭାବେ ସୂକ୍ଷ୍ମ କାରୁକାର୍ଯ୍ୟ କରିପାରିଲେ। କିନ୍ତୁ ସବୁ ସାମ୍ରାଜ୍ୟ ପରି ଏହାର ବି ଶେଷ ଆସିଲା। ତେବେ କେମିତି ହେଲା ଏହାର ପତନ, ଆଉ ସବୁଠୁ ବଡ଼ କଥା, ସେମାନେ ନିଜ ପଛରେ କ'ଣ ଛାଡ଼ି ଦେଇଗଲେ? ଦେଖନ୍ତୁ, ଶହ ଶହ ବର୍ଷର ଶାସନ ଆଉ ଖାସ୍ କରି ଚୋଳମାନଙ୍କ ସହିତ ଲଗାତାର ଯୁଦ୍ଧ ଏସବୁ ଚାଲୁକ୍ୟ ସାମ୍ରାଜ୍ୟକୁ ଦୁର୍ବଳ କରିଦେଲା। କିନ୍ତୁ କହିବାକୁ ଗଲେ ସାମ୍ରାଜ୍ୟଟା ପୂରାପୂରି ଭାଙ୍ଗିଗଲା ନାହିଁ, ବରଂ ଏହାର ରୂପ ବଦଳିଗଲା। ଯେଉଁମାନେ ଚାଲୁକ୍ୟମାନଙ୍କ ଅଧୀନରେ ସାମନ୍ତ ଥିଲେ, ସେମାନେ ହିଁ ଏବେ ଶକ୍ତିଶାଳୀ ହୋଇଉଠିଲେ। ଯେମିତିକି ଦକ୍ଷିଣରେ ହୋଇଶାଳ, ଉତ୍ତରରେ ଯାଦବ ବା ସେଉଣ, ଆଉ ପୂର୍ବରେ କାକତୀୟମାନେ। ମଜା କଥା ହେଉଛି, ଏମାନେ ସମସ୍ତେ ଚାଲୁକ୍ୟମାନଙ୍କ ଦ୍ୱାରା ତିଆରି ସାଂସ୍କୃତିକ ଆଉ ପ୍ରଶାସନିକ ନିୟମ ଉପରେ ହିଁ ନିଜ ନିଜ ସାମ୍ରାଜ୍ୟ ଠିଆ କଲେ। ଏଥିରୁ ଗୋଟେ କଥା ସ୍ପଷ୍ଟ ହୁଏ, ସାମ୍ରାଜ୍ୟ ଆସେ, ସାମ୍ରାଜ୍ୟ ଯାଏ, କିନ୍ତୁ ତାଙ୍କ ଦ୍ୱାରା ତିଆରି ହୋଇଥିବା ବିଚାରଧାରା ରହିଯାଏ। ସଂସ୍କୃତି ହେଉ, ପ୍ରଶାସନ ହେଉ କିମ୍ବା ଶକ୍ତିର ପ୍ରଦର୍ଶନ, ଚାଲୁକ୍ୟମାନେ ଯୋଉ ବ୍ଲୁପ୍ରିଣ୍ଟ ବା ଢାଞ୍ଚା ତିଆରି କରିଥିଲେ, ତାହା ହିଁ ଆଗାମୀ 500 ବର୍ଷ ପାଇଁ ଦକ୍ଷିଣ ଭାରତର ଇତିହାସର ମୂଳଦୁଆ ସାଜିଥିଲା। ଏପରିକି ପରବର୍ତ୍ତୀ ସମୟର ମହାନ ବିଜୟନଗର ସାମ୍ରାଜ୍ୟ ମଧ୍ୟ ସେହି ରାସ୍ତାରେ ହିଁ ଚାଲିଥିଲା।